ମୋ ନାଁ ହେଉଛି ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ତାଳଧ୍ୱଜ ରଥର ରୂପକାର ମୁଁ। ଆପଣଙ୍କର କାଲି ତ ଅନୁକୂଳ ହେଲା, ଆଜିଠାରୁ ଆପଣଙ୍କର କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମିକ ପର୍ଯ୍ୟାୟରେ ଆପଣ କ'ଣ କ'ଣ ସବୁ କାର୍ଯ୍ୟ ହେବ? କାଲି ଯେଉଁ ଅନୁକୂଳ କରାଗଲା ସେଟା ପରମ୍ପରା ଅନୁକୂଳ ସେଇଟା, ଯିଏକି ନୃସିଂହ ଜନ୍ମ ନେବେ ଖୁମ୍ବରୁ, ସେଇ ଖୁମ୍ବରୁ ଆସିକିରି ଏଇ ଖୁମ୍ବରେ ବିରାଜମାନ କରନ୍ତି। ସେଥିପାଇଁ ନୃସିଂହ ଚତୁର୍ଥୀ ଦିନ କଣଗୋଜ ଆରମ୍ଭ ହୋଇଯାଏ। ତାର ୟାର ମାନେ କ'ଣ, ଯେଉଁ ସିଂହ ଅବତାର, ସେ ସିଂହ ଅବତାରରେ ଏଇ ସିଂହ ଅବତାରରେ ଏଇ ଖୁମ୍ବ ମାନକେ ରହନ୍ତି। କାହିଁକି ନା ଏଇ ଖୁମ୍ବ ମାନକେ ଚାରିପଟେ ରହିଲେ ଚାରିପଟେ କୌଣସି ବିପଦ ଆପଦ ପ୍ରଭୁଙ୍କୁ ଆସିବନି। ସେଥିପାଇଁ ଚାରିପଟେ ଖୁମ୍ବରେ ରହନ୍ତି କଣଗୋଜ। କାଲିଠୁ ଆମର ଅନୁକୂଳ କରାଗଲା, ଆଜି ଆମର ଆରମ୍ଭ କରାଯାଇଛି। ତାପରେ ଆସ୍ତେ 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 ଯାହା ସବୁ ରଥର ସବୁ କାମ ସବୁ ଅଛି, ଧୀରେ ଧୀରେ କାମ ଯେମିତି ପ୍ରତିବର୍ଷ ହେଉଛି ସେମିତି ପ୍ରତିବର୍ଷ ହେବ।